ମୁଁ ସଞ୍ଜୀବ କୁମାର ଗଡ଼ନାୟକ ତାଳଚେର ପୌର ପରିଷଦ 12 ନମ୍ବର ୱାର୍ଡ଼ର କାଉନସିଲର। ଆଜ୍ଞା, କାଲି 76ତମ ସାଧାରଣତନ୍ତ୍ର ଦିବସ ମୋ ଦେଶ ସାରା ପାଳିତ ହେଉଛି। ମୋ ୱାର୍ଡ଼ରେ ମଧ୍ୟ ମୁଁ ପତାକା ଉତ୍ତୋଳନ କରିଥିଲି ଏବଂ ମୁଁ ଯୁବଜୀ କ୍ଲବରେ ପତାକା ଉତ୍ତୋଳନ କରିଥିଲି, କିନ୍ତୁ କିଛି ଖଳ ପ୍ରକୃତିର ଲୋକ ଆସି 4-6 ଜଣ ପତାକାକୁ ଖୋଲି ବାହାରେ ଫୋପାଡ଼ି ଦେଇଥିଲେ। ପତାକା ଧଣ୍ଡାକୁ ମଧ୍ୟ ଖୋଲି ବାହାରେ ଫୋପାଡ଼ି ଦେଇଥିଲେ। କିନ୍ତୁ ମୁଁ 20-30 ମିନିଟ୍ ପରେ ଆସି ଦେଖିଲି ଏବଂ ମୋ ୱାର୍ଡ଼ର କିଛି ଗ୍ରାମବାସୀ ଆସି ଦେଖିଲେ ଯେ ପତାକା ଖୋଲି ତଳେ ପଡ଼ିଛି। କିନ୍ତୁ ଯେଉଁମାନେ ପତାକା ଖୋଲି ତଳେ ପକାଇଥିଲେ କିନ୍ତୁ ସେମାନଙ୍କୁ ମୁଁ ଦେଖିନି। ସେ ପତାକା ପାଖେ ସେଇ ଖଳ ପ୍ରକୃତିର ଲୋକ 4 ଜଣ ଠିଆ ହୋଇଥିଲେ, ତା'ର ଫଟୋ ମଧ୍ୟ ଅଛି। ଏବଂ ସାଙ୍ଗେ ସାଙ୍ଗେ ମୁଁ ପତାକାକୁ ଉଠାଇ ସମ୍ମାନ ସହିତ ଆମେ ପୁଣି ପତାକାକୁ ଧଣ୍ଡା ଉଠାଇଥିଲୁ ଏବଂ ସଙ୍ଗେ ସଙ୍ଗେ ମୁଁ ତା'ର ଭିଜୁଆଲ୍ ରଖି ତାଳଚେର ଥାନାର ଦ୍ୱାରସ୍ଥ ହୋଇଥିଲି। ଏବଂ କାଲି ଆମକୁ ମଧ୍ୟ ଆମର ତାଳଚେର ଥାନାର ସାର୍ ଥାନା ବାବୁ ମଧ୍ୟ ଆମକୁ ଆଶ୍ୱାସନା ଦେଇଥିଲେ ସେମାନଙ୍କୁ ଡକେଇ କିଛି ପଚରାଉଚରା କରିବା ପାଇଁ। କିନ୍ତୁ ମୁଁ କାଲି ଆମର ସନ୍ଧ୍ୟାବେଳେ ଆମ ବଡ଼ କାର୍ଯ୍ୟକ୍ରମ ଥିଲା ତାଳଚେର ମ୍ୟୁନିସିପାଲିଟିର, ସେ ଗେଟ୍ର ପୁନରୁଦ୍ଧାର କାର୍ଯ୍ୟକ୍ରମ ଥିବା ଯୋଗୁଁ ମୁଁ କାଲି ସାର୍ଙ୍କୁ କହିଥିଲି, ସାର୍ ଗୋଟେ ଦିନ ସମୟ ଦିଅନ୍ତୁ ଏବଂ ସାର୍ ମଧ୍ୟ ଆଜି ଡକେଇବେ। ଏବଂ ଆଜି ମଧ୍ୟ ଆମେ ତାଳଚେର ସବ୍ କଲେକ୍ଟରଙ୍କ ଦ୍ୱାରସ୍ଥ ହେବୁ। କିନ୍ତୁ ନାଇଁ ଆଜ୍ଞା, ଏମିତି କିଛି ନାହିଁ। ଆମର ଜାତୀୟ ପତାକା ହେଲା ମା ମାଟିର ସମ୍ମାନ। ଜାତୀୟ ପତାକା ଅବମାନନା କରିବାର କାହାର ଅଧିକାର ନାହିଁ। କିନ୍ତୁ ସେମାନେ କାହିଁକି ଗଲେ, ସେମାନେ ତାଙ୍କୁ ଥାନାକୁ ଡକରା ଗଲେ, ସେମାନେ ତା'ର ଇଏ ଦେବେ। କିନ୍ତୁ ସେଇ ନ୍ୟସ୍ତ ଖଳ ପ୍ରକୃତିର ଲୋକମାନେ ଏମିତି କାମ କରୁଛନ୍ତି। କିନ୍ତୁ ସେମାନଙ୍କୁ ମା ମାଟି କେବେ କ୍ଷମା ଦେବ ଏବଂ ଦେଶ ମାତୃକା କ୍ଷମା ଦେବ ତାହା ଦେଶବାସୀ ବିଚାର କରିବ। କିନ୍ତୁ ସେମାନେ ଆମର ଦାବି ହେଲା ସେମାନେ ଆଇନ ଅନୁଯାୟୀ କଠୋର ଦଣ୍ଡିତ ହୁଅନ୍ତୁ। ଆମର ସେଠି ମୋର ପ୍ରତିଦ୍ୱନ୍ଦ୍ୱୀ ଥିଲେ ରଞ୍ଜନ ଖଣ୍ଡୁଆଳ, ସୁଲକ୍ଷ ସେଠୀ ଏବଂ ତା'ର 8-10 ଜଣ ସହଯୋଗୀ ଥିଲେ। ସେମାନେ ପତାକା ପକାଇବାରେ ମୁଁ ଦେଖିନି, କିନ୍ତୁ ସେମାନେ ସେଠି ଠିଆ ହୋଇଥିଲେ। ମୁଁ ପତାକା ଉତ୍ତୋଳନ କଲା ପରେ ପତାକା ସେମାନେ ଆସି ପକାଇଥିଲେ ବୋଲି ମୋର ଅନୁମାନ ସନ୍ଦେହ ହେଉଛି। ସେମାନଙ୍କ ନାଁରେ ମୁଁ ଥାନାରେ ଦ୍ୱାରସ୍ଥ ହୋଇଛି। ଆଜି ମଧ୍ୟ ସବ୍ କଲେକ୍ଟରଙ୍କ ଦ୍ୱାରସ୍ଥ ହେବି। ଆମ ସହ ପ୍ରତିଦିନ ଯୋଡ଼ି ହୋଇ ରହିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ଏବଂ ଫଲୋ କରନ୍ତୁ। ଡ୍ରିମ୍ସ ରାଇଡର ସବୁ ସମୟରେ ଆପଣଙ୍କ ସେବା।